ଓମ୍ ଶାନ୍ତି। 19 ଜୁନ 2025ର ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚ୍ଚେ, ଏବେ ତୁମେମାନେ ଈଶ୍ୱରୀୟ ସନ୍ତାନ ହୋଇଛ। ତେଣୁ ତୁମମାନଙ୍କ ଭିତରେ କୌଣସି ଆସୁରୀ ଗୁଣ ରହିବା ଉଚିତ ନୁହେଁ। ନିଜର ଉନ୍ନତି କରିବାକୁ ହେବ। ତେଣୁ କୌଣସି ଭୁଲ କରିବା ଉଚିତ ନୁହେଁ। ଏବେ ତୁମେମାନେ ଈଶ୍ୱରୀୟ ସନ୍ତାନ ହୋଇଛ। ତେଣୁ ତୁମମାନଙ୍କ ଭିତରେ କୌଣସି ଆସୁରୀ ଗୁଣ ରହିବା ଉଚିତ ନୁହେଁ। ନିଜର ଉନ୍ନତି କରିବାକୁ ହେବ। ତେଣୁ କୌଣସି ଭୁଲ କରିବା ଉଚିତ ନୁହେଁ। ପ୍ରଶ୍ନ: ତୁମ ସଙ୍ଗମଯୋଗୀ ବ୍ରାହ୍ମଣମାନଙ୍କ ଭିତରେ କେଉଁ ନିଶ୍ଚୟ ଏବଂ ନିଶା ରହିଛି? ତୁମ ସଙ୍ଗମଯୋଗୀ ବ୍ରାହ୍ମଣମାନଙ୍କ ଭିତରେ କେଉଁ ନିଶ୍ଚୟ ଏବଂ ନିଶା ରହିଛି? ଉତ୍ତର: ଆମମାନଙ୍କ ଭିତରେ ନିଶ୍ଚୟ ଏବଂ ନିଶା ରହିଛି ଯେ ଆମେମାନେ ଏବେ ଈଶ୍ୱରୀୟ ସମ୍ପ୍ରଦାୟର ହୋଇଛୁ। ଆମେ ସ୍ୱର୍ଗବାସୀ ହେବୁ ଏବଂ ବିଶ୍ୱର ମାଲିକ ମଧ୍ୟ ହେବୁ। ଏହି ସଙ୍ଗମରେ ଆମର ଟ୍ରାନ୍ସଫର ଅର୍ଥାତ ବଦଳି ହେଉଛି। ଆସୁରୀ ସନ୍ତାନରୁ ଈଶ୍ୱରୀୟ ସନ୍ତାନ ହୋଇ 21 ଜନ୍ମ ପାଇଁ ସ୍ୱର୍ଗବାସୀ ହେଉଛୁ। ଏହାଠାରୁ ବଡ଼ ପ୍ରାପ୍ତି ଆଉ କିଛି ନାହିଁ। ଓମ୍ ଶାନ୍ତି। ବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି, ପ୍ରାୟତଃ ମନୁଷ୍ୟ ଶାନ୍ତିକୁ ପସନ୍ଦ କରିଥାନ୍ତି। ଘରେ ପିଲାମାନଙ୍କର ଖିଟପିଟି ହେଲେ ଅଶାନ୍ତି ହୋଇଥାଏ। ଅଶାନ୍ତିରୁ ଦୁଃଖ ମିଳିଥାଏ, ଶାନ୍ତିରୁ ସୁଖ ମିଳିଥାଏ। ଏଠାରେ ତୁମମାନଙ୍କୁ ପ୍ରକୃତ ଶାନ୍ତି ମିଳୁଛି। ସେଥିପାଇଁ ତୁମମାନଙ୍କୁ କୁହାଯାଉଛି, କେବଳ ବାବାଙ୍କୁ ମନେ ପକାଅ। ନିଜକୁ ଆତ୍ମା ଭାବ। ଆତ୍ମାରେ ଯେଉଁ ଅଧାକଳ୍ପର ଅଶାନ୍ତି ରହିଛି, ତାହା ଶାନ୍ତିର ସାଗର ବାବାଙ୍କୁ ମନେ ପକାଇବା ଦ୍ୱାରା ଦୂରେଇ ଯିବ। ତୁମମାନଙ୍କୁ ଏବେ ଶାନ୍ତିର ସମ୍ପତ୍ତି ମିଳୁଛି। ଏକଥା ମଧ୍ୟ ତୁମେମାନେ ଜାଣିଛ ଯେ ଶାନ୍ତିର ଦୁନିଆ ଏବଂ ଅଶାନ୍ତିର ଦୁନିଆ ବିଲକୁଲ ଅଲଗା ଅଟେ। ଆସୁରୀ ଦୁନିଆ, ଈଶ୍ୱରୀୟ ଦୁନିଆ, ସତ୍ୟଯୁଗ, କଳିଯୁଗ କାହାକୁ କୁହାଯାଉଛି, ଏକଥା କୌଣସି ମନୁଷ୍ୟ ଜାଣିନାହାନ୍ତି। ତୁମେମାନେ କହୁଛ, ଆମେ ମଧ୍ୟ ଆଗରୁ ଜାଣିନଥିଲୁ। ଯଦିଓ ଉଚ୍ଚ ପଦଧାରୀ ମଧ୍ୟ ଥିଲୁ। ପଇସା ବାଲାଙ୍କୁ ଉଚ୍ଚ ପଦଧାରୀ ବୋଲି କୁହାଯାଏ। ଗରିବ ଏବଂ ସାହୁକାର ତ ବୁଝିପାରିବେ ନା? ତୁମେମାନେ ମଧ୍ୟ ବୁଝିପାରୁଛ, ବାସ୍ତବରେ ଈଶ୍ୱରୀୟ ସନ୍ତାନ ଏବଂ ଆସୁରୀ ସନ୍ତାନ ଅଛନ୍ତି। ଏବେ ତୁମେ ମିଠା ସନ୍ତାନମାନେ ଜାଣୁଛ, ଆମେ ହେଉଛୁ ଈଶ୍ୱରୀୟ ସନ୍ତାନ। ଏହା ପକ୍କା ନିଶ୍ଚୟ ରହିଛି ନା? ତୁମେ ବ୍ରାହ୍ମଣମାନେ ବୁଝିପାରୁଛ ଯେ ଆମେ ଈଶ୍ୱରୀୟ ସମ୍ପ୍ରଦାୟ ହିଁ ସ୍ୱର୍ଗବାସୀ ବିଶ୍ୱର ମାଲିକ ହେବାକୁ ଯାଉଛୁ। ସର୍ବଦା ଏହି ଖୁସି ରହିବା ଉଚିତ। ବହୁତ କମ୍ ସନ୍ତାନ ଯଥାର୍ଥ ଭାବେ ବୁଝୁଛନ୍ତି। ସତ୍ୟ ଯୁଗରେ ଈଶ୍ୱରୀୟ ସମ୍ପ୍ରଦାୟ, କଳିଯୁଗରେ ଆସୁରୀ ସମ୍ପ୍ରଦାୟ, ପୁରୁଷୋତ୍ତମ ସଙ୍ଗମ ଯୁଗରେ ଆସୁରୀ ସମ୍ପ୍ରଦାୟର ବଦଳି ହେଉଛି। ଏବେ ଆମେ ଶିବ ବାବାଙ୍କର ସନ୍ତାନ ହୋଇଛୁ। ମଝିରେ ଏକଥା ଭୁଲି ଯାଇଥିଲୁ। ଏବେ ପୁନର୍ବାର ଜାଣୁଛୁ ଯେ ଆମେ ଶିବ ବାବାଙ୍କର ସନ୍ତାନ। ସତ୍ୟ ଯୁଗରେ କେହି ନିଜକୁ ଈଶ୍ୱରୀୟ ସନ୍ତାନ ବୋଲି କହିନଥାନ୍ତି। ସେଠାରେ ଦୈବୀ ସନ୍ତାନ ହେବେ। ଏହା ପୂର୍ବରୁ ଆମେମାନେ ଆସୁରୀ ସନ୍ତାନ ଥିଲୁ। ଏବେ ଆମେମାନେ ଈଶ୍ୱରୀୟ ସନ୍ତାନ ହୋଇଛୁ। ଆମେ ସବୁ ବ୍ରାହ୍ମଣ, ବ୍ରହ୍ମା, କୁମାର, କୁମାରୀ ବିକେ ଅଟୁ। ଏହି ରଚନା ଏକମାତ୍ର ବାବା ହିଁ କରିଛନ୍ତି। ତୁମେମାନେ ସବୁ ଭାଇ ଭଉଣୀ ଈଶ୍ୱରୀୟ ସନ୍ତାନ ଅଟ। ତୁମେମାନେ ଜାଣିଛ, ଏବେ ବାବାଙ୍କ ଠାରୁ ରାଜ୍ୟ ମିଳୁଛି। ଭବିଷ୍ୟତରେ ଆମେ ଦୈବୀ ସ୍ୱରାଜ୍ୟ ପ୍ରାପ୍ତ କରିବୁ ଏବଂ ସୁଖୀ ହେବୁ। ବାସ୍ତବରେ ସତ୍ୟଯୁଗ ହେଉଛି ସୁଖଧାମ, କଳିଯୁଗ ହେଉଛି ଦୁଃଖଧାମ। ଏକଥା କେବଳ ତୁମେ ସଙ୍ଗମଯୋଗୀ ବ୍ରାହ୍ମଣମାନେ ହିଁ ଜାଣୁଛ। ଆତ୍ମା ହିଁ ଈଶ୍ୱରୀୟ ସନ୍ତାନ ଅଟେ। ଏକଥା ମଧ୍ୟ ଜାଣୁଛ, ବାବା ସ୍ୱର୍ଗର ସ୍ଥାପନା କରୁଛନ୍ତି। ସେ ରଚୟିତା ଅଟନ୍ତି ନା? ନର୍କର ରଚୟିତା ତ ନୁହନ୍ତି। ଯଦି ନର୍କର ରଚୟିତା ହୋଇଥାନ୍ତେ, ତେବେ ତାଙ୍କୁ କିଏ ମନେ ପକାଇଥାନ୍ତା? ତୁମେ ମଧୁର ସନ୍ତାନମାନେ ହିଁ ଜାଣିଛ, ବାବା ସ୍ୱର୍ଗର ସ୍ଥାପନା କରୁଛନ୍ତି।
ସିଏ ଆମମାନଙ୍କର ବହୁତ ମିଠା ବାବା ଅଟନ୍ତି। ସିଏ ଆମକୁ 21 ଜନ୍ମ ପାଇଁ ସ୍ୱର୍ଗବାସୀ କରୁଛନ୍ତି। ଏହାଠାରୁ ବଡ଼ କଥା ଆଉ କିଛି ନାହିଁ, ଯାହାକୁ ବୁଦ୍ଧିରେ ରଖିବା ଉଚିତ। ଆମେ ଈଶ୍ୱରୀୟ ସନ୍ତାନ, ତେଣୁ ଆମ ଭିତରେ କୌଣସି ଆସୁରୀ ଅବଗୁଣ ରହିବା ଉଚିତ ନୁହେଁ। ନିଜକୁ ହିଁ ନିଜର ଉନ୍ନତି କରିବାକୁ ହେବ। ବାକି ଆଉ କମ୍ ସମୟ ଅଛି। ଏବେ ଆଉ କୌଣସି ଭୁଲ କର୍ମ କରିବା ଉଚିତ ନୁହେଁ। ଏକଥା ଭୁଲିଯାଅ ନାହିଁ। ତୁମେମାନେ ଦେଖୁଛ, ବାବା ସମ୍ମୁଖରେ ବସିଛନ୍ତି, ଯାହାଙ୍କର ଆମେ ସନ୍ତାନ ହୋଇଛୁ। ଆମେମାନେ ଈଶ୍ୱର ପିତାଙ୍କ ନିକଟରେ ପଢ଼ୁଛୁ ଦୈବୀ ସନ୍ତାନ ହେବା ପାଇଁ। ତେଣୁ ତୁମମାନଙ୍କ ଭିତରେ କେତେ ଖୁସି ରହିବା ଉଚିତ। ବାବା କେବଳ ଗୋଟିଏ କଥା କହୁଛନ୍ତି, ମୋତେ ମନେ ପକାଅ, ତେବେ ଯାଇ ତୁମର ବିକର୍ମ ବିନାଶ ହେବ। ବାବା ଆସିଛନ୍ତି ସମସ୍ତଙ୍କୁ ଘରକୁ ନେଇଯିବା ପାଇଁ। ତେଣୁ ବାବାଙ୍କୁ ଯେତେ ମନେ ପକାଇବ ସେତେ ବିକର୍ମ ବିନାଶ ହେବ। ଅଜ୍ଞାନ କାଳରେ ଯେପରି କନ୍ୟାର ନିର୍ବନ୍ଧ ହେଲେ ସେହି ସ୍ମୃତି ସବୁ ଦିନ ପାଇଁ ଛାପି ହୋଇଯାଏ। ପିଲା ଜନ୍ମ ହେଲା ଏବଂ ସ୍ମୃତିରେ ରହିଗଲା। ଏହି ସ୍ମୃତି ତ ସ୍ୱର୍ଗରେ ଏବଂ ନର୍କରେ ମଧ୍ୟ ରହିଥାଏ। ପିଲାଟି କହିଥାଏ, ଇଏ ମୋର ପିତା। ତେବେ ସେହିପରି ଇଏ ଆମର ବେହଦର ବାବା ଅଟନ୍ତି। ତେଣୁ ଯାହାଙ୍କଠାରୁ ସ୍ୱର୍ଗର ସମ୍ପତ୍ତି ମିଳୁଛି, ତାଙ୍କର ସ୍ମୃତି ମନରେ ଛାପି ହୋଇ ରହିବା ଉଚିତ। ବାବାଙ୍କଠାରୁ ଆମେ ପୁନର୍ବାର ଭବିଷ୍ୟତ 21 ଜନ୍ମର ସମ୍ପତ୍ତି ନେଉଛୁ। ତେଣୁ ବୁଦ୍ଧିରେ ସମ୍ପତ୍ତିର ହିଁ ସ୍ମୃତି ରହିଛି। ଏକଥା ମଧ୍ୟ ଜାଣିଛ ଯେ ସମସ୍ତେ ଦିନେ ନିଶ୍ଚୟ ମରିବେ। କେହି ଜଣେ ହେଲେ ଏଠାରେ ରହିବେ ନାହିଁ। ଯିଏ ଯେତେ ଅତି ପ୍ରିୟ ହୋଇଥିଲେ ମଧ୍ୟ ସମସ୍ତେ ଚାଲିଯିବେ। ଏହା କେବଳ ତୁମେ ବ୍ରାହ୍ମଣମାନେ ଜାଣିଛ ଯେ ଏହି ପୁରୁଣା ଦୁନିଆ ଏବେ ବିନାଶ ହେଲା କି ହେଲା। ତେଣୁ ଏହାର ବିନାଶ ହେବା ପୂର୍ବରୁ ପୂରା ପୁରୁଷାର୍ଥ କରିବାକୁ ହେବ। ଯେହେତୁ ଈଶ୍ୱରୀୟ ସନ୍ତାନ ହୋଇଛ, ସେଥିପାଇଁ ଅସରନ୍ତି ଖୁସି ରହିବା ଉଚିତ। ବାବା କହି ଚାଲିଛନ୍ତି, ପିଲାମାନେ ନିଜର ଜୀବନ ହୀରାତୁଲ୍ୟ କର। ତାହା ହେଉଛି ଦୈବୀ ଦୁନିଆ ଏବଂ ଏହା ଆସୁରୀ ଦୁନିଆ। ସତ୍ୟ ଯୁଗରେ କେତେ ଅସରନ୍ତି ସୁଖ ରହିଥାଏ, ତାହା ସେହି ବାବା ହିଁ ଦେଉଛନ୍ତି। ଏଠାକୁ ତୁମେମାନେ ବାବାଙ୍କ ନିକଟକୁ ଆସିଛ। ଏହିଠାରେ ତ ବସିଯିବ ନାହିଁ। ଏପରି ମଧ୍ୟ ନୁହେଁ ଯେ ସମସ୍ତେ ଏକାଠି ରହିବେ, କାହିଁକି ନା ତୁମେ ସମସ୍ତେ ବେହଦର ସନ୍ତାନ। ଏଠାକୁ ବହୁତ ଉତ୍ସାହର ସହିତ ଆସୁଛ, କହୁଛ, ଆମେ ବେହଦ ବାବାଙ୍କ ନିକଟକୁ ଯାଉଛୁ। ଆମେ ହେଉଛୁ ଈଶ୍ୱରୀୟ ସନ୍ତାନ, ଈଶ୍ୱରୀୟ ପିତାଙ୍କର ସନ୍ତାନ। ତେଣୁ ଆମେ କାହିଁକି ସ୍ୱର୍ଗରେ ନ ରହିବୁ? ଈଶ୍ୱର ପିତା ସ୍ୱର୍ଗ ରଚନା କରୁଛନ୍ତି ନା। ଏବେ ତୁମମାନଙ୍କ ବୁଦ୍ଧିରେ ସାରା ଦୁନିଆର ଇତିହାସ ଭୂଗୋଳ ରହିଛି। ଏକଥା ମଧ୍ୟ ଜାଣିଛ, ସ୍ୱର୍ଗୀୟ ଈଶ୍ୱର ପିତା ଆମକୁ ସ୍ୱର୍ଗକୁ ଯିବାର ଯୋଗ୍ୟ କରାଉଛନ୍ତି, ପ୍ରତି କଳ୍ପରେ କରୁଛନ୍ତି। ଏପରି କେହି ଜଣେ ହେଲେ ବି ମନୁଷ୍ୟ ନାହାନ୍ତି ଯିଏକି ଜାଣିଥିବେ ଯେ ଆମେ ହେଉଛୁ ଅଭିନେତା। ଯଦି ଆମେ ଈଶ୍ୱର ପିତାଙ୍କର ସନ୍ତାନ, ତେବେ ଦୁଃଖୀ କାହିଁକି? ପରସ୍ପର ମଧ୍ୟରେ ଲଢ଼ୁଛେ କାହିଁକି? ଆମେ ଆତ୍ମା ପରସ୍ପର ଭାଇ ଭାଇ ଅଟୁନା। ତେବେ ପରସ୍ପର ମଧ୍ୟରେ ଲଢ଼ୁଛନ୍ତି କିପରି? ଲଢ଼େଇ କରି କରି ପୁଣି ଶେଷ ହୋଇଯିବେ। ବାବା କହିଲେ, ଏଠାରେ ଆମେମାନେ ବାବାଙ୍କଠାରୁ ବର୍ଷା ନେଉଛୁ। ଭାଇମାନଙ୍କର ପରସ୍ପର ମଧ୍ୟରେ କେବେ ହେଲେ ମତଭେଦ ରହିବା ଉଚିତ ନୁହେଁ। ଏଠାରେ ତ ବାବାଙ୍କ ସହିତ ମଧ୍ୟ ଲୁଣ ପାଣି ହୋଇଯାଉଛନ୍ତି। ଭଲ ଭଲ ସନ୍ତାନମାନେ ମଧ୍ୟ ମତଭେଦରେ ରହୁଛନ୍ତି। ମାୟା କେତେ ଜବରଦସ୍ତ। ଭଲ ଭଲ ସନ୍ତାନମାନେ ତ ବାବାଙ୍କୁ ମନେ ପଡ଼ୁଥିବେ ନା। ବାବାଙ୍କର ସନ୍ତାନମାନଙ୍କ ପ୍ରତି କେତେ ସ୍ନେହ ରହିଛି। ବାବାଙ୍କର ସନ୍ତାନମାନଙ୍କ ବ୍ୟତୀତ ଆଉ କେହି ନାହାନ୍ତି ଯାହାକୁ ସିଏ ମନେ ପକାଇବେ। ତୁମମାନଙ୍କ ପାଇଁ ତ ବହୁତ ଅଛନ୍ତି। ସେଥିପାଇଁ ତୁମମାନଙ୍କ ବୁଦ୍ଧି ଇଆଡ଼େ ସିଆଡ଼େ ଚାଲିଯାଉଛି। କର୍ମଧନ୍ଦା ଆଦିରେ ମଧ୍ୟ ବୁଦ୍ଧି ଚାଲିଯାଉଛି। ମୋର ତ କୌଣସି କର୍ମଧନ୍ଦା ଆଦି ନାହିଁ। ତୁମମାନଙ୍କର ଅନେକ ଧନ୍ଦା ରହିଛି, ହେଲେ ମୋର ତ ଗୋଟିଏ ଧନ୍ଦା।
ମୁଁ କେବଳ ଆସିଛି ପିଲାମାନଙ୍କୁ ସ୍ୱର୍ଗର ଉତ୍ତରାଧି କରିବା ପାଇଁ। ବେହଦ ବାବାଙ୍କର ସମ୍ପତ୍ତି କେବଳ ତୁମେ ପିଲାମାନେ ହିଁ ଅଟ। ସେ ଗଡ୍ ଫାଦର ବା ଈଶ୍ୱର ପିତା ଅଟନ୍ତି ନା? ସମସ୍ତ ଆତ୍ମାମାନେ ହେଲେ ତାଙ୍କର ସମ୍ପତ୍ତି। ହେଲେ ମାୟା ଛି ଛି କରିଦେଇଛି। ଏବେ ବାବା ଫୁଲ ଭଳି କରୁଛନ୍ତି। ବାବା କହୁଛନ୍ତି ତୁମେମାନେ ହିଁ ମୋର ଅଟ। ତୁମମାନଙ୍କ ପ୍ରତି ମୋର ମୋହ ମଧ୍ୟ ରହିଛି। ଚିଠି ଲେଖୁନାହଁ, ତେଣୁ ଚିନ୍ତା ରହୁଛି। ଭଲ ଭଲ ସନ୍ତାନମାନଙ୍କର ଚିଠି ଆସୁନାହିଁ। ଭଲ ଭଲ ସନ୍ତାନମାନଙ୍କୁ ମାୟା ଏକଦମ ଶେଷ କରିଦେଉଛି। ନିଶ୍ଚୟ ଦେହ ଅଭିମାନ ରହିଛି। ବାବା କହି ଚାଲିଛନ୍ତି ନିଜର ଭଲ ମନ୍ଦ ତ ଲେଖ। ବାବା ପଚାରୁଛନ୍ତି ପିଲାମାନେ, ତୁମମାନଙ୍କୁ ମାୟା ହଇରାଣ କରୁନାହିଁ ତ? ବାହାଦୁର ହୋଇ ମାୟା ଉପରେ ବିଜୟ ପ୍ରାପ୍ତ କରୁଛ ନା? ତୁମେମାନେ ଏବେ ଯୁଦ୍ଧ ଭୂମିରେ ଅଛ ନା? କର୍ମେନ୍ଦ୍ରିୟ ଗୁଡ଼ିକୁ ଏପରି ଆୟତ୍ତ କରି ରଖିବା ଉଚିତ ଯେପରି ଟିକେ ହେଲେ ଚଞ୍ଚଳ ନ ହେଉ। ସତ୍ୟ ଯୁଗରେ ସବୁ କର୍ମେନ୍ଦ୍ରିୟ ଆୟତ୍ତରେ ରହିବେ। କୌଣସି କର୍ମେନ୍ଦ୍ରିୟ ଚଞ୍ଚଳ ହେବା ଉଚିତ ନୁହେଁ। ସତ୍ୟ ଯୁଗରେ ନା ମୁଖର, ନା ହାତର, ନା କାନର କୌଣସି ଚପଳତା ନଥାଏ। ସେଠାରେ କୌଣସି ଆବର୍ଜନା ଜିନିଷ ନଥାଏ। ଏଠାରେ ଯୋଗ ବଳ ଦ୍ୱାରା କର୍ମେନ୍ଦ୍ରିୟ ଉପରେ ବିଜୟ ପ୍ରାପ୍ତ କରୁଛ। ବାବା କହୁଛନ୍ତି କୌଣସି ଖରାପ ଅଭ୍ୟାସ ନ ରହୁ। କର୍ମେନ୍ଦ୍ରିୟକୁ ଆୟତ୍ତ କରିବାକୁ ହେବ। ତେଣୁ ଭଲ ଭାବରେ ପୁରୁଷାର୍ଥ କରିବାକୁ ପଡ଼ିବ। ସମୟ ବହୁତ କମ୍ ଅଛି। ଗାୟନ ମଧ୍ୟ ରହିଛି। ବହୁତ ଗଲା, ଆଉ ଅଳ୍ପ କିଛି ଅଛି। ଏବେ ଆହୁରି କମ୍ ରହିଛି। ନୂଆ ଘର ହେଲେ ବୁଦ୍ଧିରେ ରହିଥାଏ ନା? ବାକି ଅଳ୍ପ ସମୟ ଅଛି। ଏବେ ଏହା ତିଆରି ହୋଇଯିବ। ବାକି ଅଳ୍ପ କାମ ରହିଛି। ତାହା ହେଲା ହଦ। ଏହା ବେହଦର କଥା। ଏକଥା ମଧ୍ୟ ପିଲାମାନଙ୍କୁ ବୁଝାଯାଇଛି। ସେମାନଙ୍କର ହେଲା ବିଜ୍ଞାନର ବଳ, ଆଉ ତୁମମାନଙ୍କର ଶାନ୍ତିର ବଳ। ତାଙ୍କର ମଧ୍ୟ ବୁଦ୍ଧିର ବଳ ଏବଂ ତୁମର ମଧ୍ୟ ବୁଦ୍ଧି ବଳ। ବିଜ୍ଞାନର କେତେ ଉଦ୍ଭାବନ ହେଉଛି। ଏବେ ତ ଏପରି ବୋମା ତିଆରି କରୁଛନ୍ତି, କହୁଛନ୍ତି ଯଦି ଘରେ ବସି ଛାଡ଼ିଦେବୁ ସାରା ସହର ବିନାଶ ହୋଇଯିବ। ପୁଣି ଏହି ସେନା, ଉଡ଼ାଜାହାଜ ଆଦି କାମରେ ଆସିବ ନାହିଁ। ତାହା ହେଉଛି ବିଜ୍ଞାନର ବୁଦ୍ଧି। ତୁମମାନଙ୍କର ହେଉଛି ନୀରବତାର ବୁଦ୍ଧି। ସେମାନେ ବିନାଶ ପାଇଁ ନିମିତ୍ତ ହୋଇଛନ୍ତି, ଆଉ ତୁମେମାନେ ଅବିନାଶୀ ପଦ ପ୍ରାପ୍ତ କରିବା ପାଇଁ ନିମିତ୍ତ ହୋଇଛ। ଏହାକୁ ବୁଝିବା ପାଇଁ ମଧ୍ୟ ବୁଦ୍ଧି ଦରକାର। ତୁମେ ପିଲାମାନେ ବୁଝିପାରୁଛ ଯେ ବାବା କେତେ ସହଜ ରାସ୍ତା ବତାଉଛନ୍ତି। ଭଲେ କେତେ ବି ଅହଲ୍ୟା କୁବ୍ଜା ହୁଅନ୍ତୁ ମଧ୍ୟ ମାତ୍ର 2ଟି ଅକ୍ଷର ମନେ ରଖିବାକୁ ହେବ। ବାବା ଏବଂ ବର୍ଷା ଅର୍ଥାତ୍ ସ୍ୱର୍ଗର ସମ୍ପତ୍ତି। ପୁଣି ଯିଏ ଯେତେ ମନେ ପକାଇ ପାରିବ। ସବୁ ସଙ୍ଗ ଭୁଲି ଏକମାତ୍ର ବାବାଙ୍କୁ ମନେ ପକାଇବାକୁ ହେବ। ବାବା କହୁଛନ୍ତି ମୁଁ ଯେତେବେଳେ ନିଜ ଘର ପରମଧାମରେ ଥିଲି, ସେତେବେଳେ ଭକ୍ତି ମାର୍ଗରେ ତୁମେମାନେ ଡାକୁଥିଲ, ବାବା ଆପଣ ଆସିଲେ ଆମେ ସବୁ କିଛି ସମର୍ପଣ କରିଦେବୁ। ବାବା ଯେପରି ଧୋବା ହୋଇଗଲେ। ଧୋବାକୁ ପୁରୁଣା ଜିନିଷ ଦିଆଯାଇଥାଏ। ତୁମେମାନେ ବାବାଙ୍କୁ କ'ଣ ଦେବ? ତୁମେ ୟାଙ୍କୁ ବା ବ୍ରହ୍ମାକୁ ତ ଦେଉନାହଁ। ଇଏ ମଧ୍ୟ ସବୁ କିଛି ଦେଇଦେଲେ। ଇଏ ଏଠାରେ କୌଣସି ମହଲ ତିଆରି କରିବେ ନାହିଁ। ଏସବୁ ଶିବ ବାବାଙ୍କର କର୍ତ୍ତବ୍ୟ। ତାଙ୍କ ନିର୍ଦ୍ଦେଶରେ ହିଁ କରୁଛନ୍ତି। ସେ ହିଁ କରି କରାଇବା ବାଲା ଅଟନ୍ତି। ନିର୍ଦ୍ଦେଶ ଦେଉଛନ୍ତି। ପିଲାମାନେ କହୁଛନ୍ତି ବାବା ଆପଣ ଆମ ପାଇଁ କେବଳ ଜଣେ। ଆପଣଙ୍କ ପାଇଁ ତ ବହୁତ ସନ୍ତାନ ଅଛନ୍ତି। ବାବା ପୁଣି କହୁଛନ୍ତି ମୋ ପାଇଁ କେବଳ ତୁମେ ସନ୍ତାନମାନେ ହିଁ ଅଛ। ତୁମମାନଙ୍କ ପାଇଁ ତ ବହୁତ ଅଛନ୍ତି। କେତେ ଦେହର ସମ୍ବନ୍ଧୀମାନଙ୍କର ସ୍ମୃତି ରହୁଛି। ମଧୁର ସନ୍ତାନମାନଙ୍କୁ ବାବା କହୁଛନ୍ତି ଯେତେ ପାରୁଛ ବାବାଙ୍କୁ ମନେ ପକାଅ, ଆଉ ସମସ୍ତଙ୍କୁ ଭୁଲିଯାଅ। ସ୍ୱର୍ଗ ରାଜ୍ୟର ଲହୁଣୀ ତୁମମାନଙ୍କୁ ମିଳୁଛି। ଟିକେ ଖିଆଲ କର ତ କିପରି ଏହି ଖେଳର ରଚନା ହୋଇଛି। ତୁମେମାନେ କେବଳ ବାବାଙ୍କୁ ମନେ ପକାଇ ପକାଇ ସ୍ୱଦର୍ଶନ ଚକ୍ରଧାରୀ ହେବା ସହିତ ଚକ୍ରବର୍ତ୍ତୀ ରାଜା ହେଉଛ। ଏବେ ତୁମେ ପିଲାମାନେ ବାସ୍ତବରେ ଅନୁଭବୀ ଅଟ।
ମନୁଷ୍ୟ ଭାବୁଛନ୍ତି ଭକ୍ତି ତ ପରମ୍ପରାରୁ ଚାଲି ଆସୁଛି, ବିକାର ମଧ୍ୟ ପରମ୍ପରାରୁ ରହିଆସିଛି। ଏହି ଲକ୍ଷ୍ମୀ ନାରାୟଣ ରାଧାକୃଷ୍ଣଙ୍କର ମଧ୍ୟ ସନ୍ତାନ ଥିଲେ ନା? ଆରେ ହଁ, ପିଲା କାହିଁକି ନଥିବେ, କିନ୍ତୁ ତାଙ୍କୁ ସମ୍ପୂର୍ଣ୍ଣ ନିର୍ବିକାରୀ କୁହାଯାଇଥାଏ। ଏଠାରେ ସମସ୍ତେ ସମ୍ପୂର୍ଣ୍ଣ ବିକାରୀ ଅଟନ୍ତି, ପରସ୍ପରକୁ ଗାଳି ଦେଉଛନ୍ତି। ଏବେ ତୁମମାନଙ୍କୁ ଶ୍ରୀ ଶ୍ରୀ ବାବାଙ୍କର ଶ୍ରେଷ୍ଠ ମତ ଅର୍ଥାତ୍ ଶ୍ରୀମତ ମିଳୁଛି, ଯାହାକି ତୁମମାନଙ୍କୁ ଶ୍ରେଷ୍ଠ କରୁଛି। ଯଦି ବାବାଙ୍କ କଥା ନ ମାନିବ ତେବେ କିପରି ହୋଇପାରିବ? ଏବେ ମାନ ବା ନ ମାନ, ସୁପୁତ୍ରମାନେ ତ ତୁରନ୍ତ ମାନିବେ। ସମ୍ପୂର୍ଣ୍ଣ ସହଯୋଗୀ ନହେଲେ ନିଜର ହିଁ କ୍ଷତି କରୁଛନ୍ତି। ବାବା କହୁଛନ୍ତି, ମୁଁ କଳ୍ପ କଳ୍ପ ଆସୁଛି, କେତେ ପୁରୁଷାର୍ଥ କରାଉଛି, କେତେ ଖୁସି କରାଉଛି। ବାବାଙ୍କ ଠାରୁ ପୁରା ବର୍ଷା ନେବାରେ ହିଁ ମାୟା ଭୁଲ କରାଇ ଦେଉଛି, କିନ୍ତୁ ତୁମେମାନେ ତାର ସେହି ଫନ୍ଦାରେ ପଶିବା ଅନୁଚିତ। ମାୟା ସହିତ ହିଁ ଲଢ଼େଇ ହେଉଛି। ବହୁତ ବଡ଼ ବଡ଼ ତୋଫାନ ଆସିବ। ଏଥିରେ ମଧ୍ୟ ଉତ୍ତରାଧିକାରୀଙ୍କୁ ମାୟା ଅଧିକ ଆକ୍ରମଣ କରିବ। ବଳବାନ ସହିତ ବଳବାନ ହୋଇ ଲଢ଼ିବ। ଯେପରି ବୈଦ୍ୟ ଔଷଧ ଦେଲେ ସବୁ ରୋଗ ବାହାରି ଆସିଥାଏ, ଏଠାରେ ମଧ୍ୟ ମୋର ହେଲେ ପୁଣି ସମସ୍ତେ ମନେ ପଡ଼ିବେ। ତୋଫାନ ଆସିବ, କିନ୍ତୁ ଏଥିରେ ବୁଦ୍ଧିର ଲାଇନ ପରିଷ୍କାର ଥିବା ଦରକାର। ଆମେ ପୂର୍ବରୁ ପବିତ୍ର ଥିଲୁ, ପୁଣି ଅଧାକଳ୍ପ ଅପବିତ୍ର ହୋଇଛୁ। ଏବେ ଘରକୁ ଯିବାକୁ ହେବ। ବାବା କହୁଛନ୍ତି, ମୋତେ ମନେ ପକାଇଲେ ଏହି ଯୋଗ ଅଗ୍ନି ଦ୍ୱାରା ତୁମମାନଙ୍କର ବିକର୍ମ ବିନାଶ ହେବ। ଯେତେ ମନେ ପକାଇବ ସେତେ ଉଚ୍ଚ ପଦ ପାଇବ। ମନେ ପକାଇ ପକାଇ ତୁମେ ଘରକୁ ଚାଲିଯିବ। ଏଥିରେ ବିଲକୁଲ ଅନ୍ତର୍ମୁଖତା ଆବଶ୍ୟକ। ଜ୍ଞାନ ମଧ୍ୟ ଆତ୍ମାରେ ରହୁଛି ନା? ଆତ୍ମା ହିଁ ପଢ଼ୁଛି। ଆତ୍ମାର ଜ୍ଞାନ ମଧ୍ୟ ପରମାତ୍ମା ବାବା ହିଁ ଆସି ଦେଉଛନ୍ତି। ବିଶ୍ୱର ମାଲିକ ହେବା ପାଇଁ ଏତେ ଉଚ୍ଚ ଜ୍ଞାନ ତୁମେମାନେ ନେଉଛ। ମୋତେ ତୁମେମାନେ କହୁଛ ପତିତ ପାବନ, ଜ୍ଞାନର ସାଗର, ଶାନ୍ତିର ସାଗର। ଯାହା ମୋ ପାଖରେ ଅଛି ସେସବୁ ତୁମମାନଙ୍କୁ ଦେଉଛି। କେବଳ ଦିବ୍ୟ ଦୃଷ୍ଟିର ଚାବି ଦେଉନାହିଁ, ତା ବଦଳରେ ତୁମମାନଙ୍କୁ ବିଶ୍ୱର ମାଲିକ କରୁଛି। ସାକ୍ଷାତକାରରେ କିଛି ହେଲେ ମିଳେ ନାହିଁ। ମୁଖ୍ୟ କଥା ହେଲା ପାଠପଢ଼ା। ପାଠପଢ଼ା ଦ୍ୱାରା ତୁମମାନଙ୍କୁ 21 ଜନ୍ମର ସୁଖ ମିଳୁଛି। ମୀରାଙ୍କ ତୁଳନାରେ ତୁମେମାନେ ନିଜର ସୁଖର ତୁଳନା କର। ସେ କଳିଯୁଗରେ ଥିଲେ, ସାକ୍ଷାତକାର କଲେ, ତାପରେ ପୁଣି କ'ଣ ମିଳିଲା? ଭକ୍ତିର ମାଳା ହିଁ ଅଲଗା ଅଟେ। ଜ୍ଞାନ ମାର୍ଗର ମାଳା ଅଲଗା। ରାବଣର ରାଜତ୍ୱ ଅଲଗା ଏବଂ ତୁମର ରାଜତ୍ୱ ମଧ୍ୟ ଅଲଗା। ଏହାକୁ ଦିନ, ତାହାକୁ ରାତି କୁହାଯାଉଛି। ଆଚ୍ଛା, ମିଠା ମିଠା ଶିଖିଲ ଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ ଏବଂ ସୁପ୍ରଭାତ। ଓମ୍ ଶାନ୍ତି। ଧାରଣା ପାଇଁ ମୁଖ୍ୟ ସାର। 1 ନମ୍ବର, ଯୋଗବଳ ଦ୍ୱାରା ନିଜର କର୍ମେନ୍ଦ୍ରିୟ ଗୁଡ଼ିକୁ ଏପରି ବଶ କରିବାକୁ ହେବ ଯେପରି କୌଣସି ଚଞ୍ଚଳତା ରହିବ ନାହିଁ। ସମୟ ବହୁତ କମ୍ ଅଛି, ସେଥିପାଇଁ ଭଲ ଭାବରେ ପୁରୁଷାର୍ଥ କରି ମାୟାଜିତ ହେବାକୁ ପଡ଼ିବ। 2 ନମ୍ବର, ବାବା ଯେଉଁ ଜ୍ଞାନ ଦେଉଛନ୍ତି ତାକୁ ଅନ୍ତର୍ମୁଖୀ ହୋଇ ଧାରଣ କରିବାକୁ ହେବ। କେବେ ହେଲେ ପରସ୍ପର ମଧ୍ୟରେ ଲୁଣ ପାଣି ହେବାର ନାହିଁ। ବାବାଙ୍କୁ ନିଜର ଭଲମନ୍ଦ ସମାଚାର ନିଶ୍ଚୟ ଦେବାକୁ ପଡ଼ିବ। ଆଜିର ବରଦାନ, ନିଜର କଲ୍ୟାଣକାରୀ ମନୋବୃତ୍ତି ଦ୍ୱାରା ସେବା କରୁଥିବା ସର୍ବ ଆତ୍ମାଙ୍କର ଆଶୀର୍ବାଦର ଅଧିକାରୀ ହୁଅ। ନିଜର କଲ୍ୟାଣକାରୀ ମନୋବୃତ୍ତି ଦ୍ୱାରା ସେବା କରୁଥିବା ସର୍ବ ଆତ୍ମାଙ୍କର ଆଶୀର୍ବାଦର ଅଧିକାରୀ ହୁଅ। ଡିଟେଲ୍ସ, ନିଜର କଲ୍ୟାଣକାରୀ ମନୋବୃତ୍ତି ଦ୍ୱାରା ସେବା କରିବା, ଏହା ହିଁ ହେଉଛି ସର୍ବ ଆତ୍ମାମାନଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ କରିବାର ସାଧନ।
ଯଦି ଲକ୍ଷ୍ୟ ରହିବ ଯେ ମୁଁ ବିଶ୍ୱ କଲ୍ୟାଣକାରୀ ଅଟେ, ତେବେ ଅକଲ୍ୟାଣର କର୍ତ୍ତବ୍ୟ ହୋଇପାରିବ ନାହିଁ। ଯେପରି କାର୍ଯ୍ୟ ହୋଇଥାଏ, ସେହିପରି ନିଜର ଧାରଣା ମଧ୍ୟ ହୋଇଥାଏ। ଯଦି କାର୍ଯ୍ୟ ଅର୍ଥାତ୍ ନିଜର କର୍ତ୍ତବ୍ୟ ମନେ ରହିବ, ତେବେ ସର୍ବଦା ଦୟାଶୀଳ ଏବଂ ମହାଦାନୀ ସ୍ଥିତିରେ ସ୍ଥିତ ହୋଇ ରହିବ। ପ୍ରତ୍ୟେକ ପାଦ କଲ୍ୟାଣକାରୀ ବୃତ୍ତିରେ ହିଁ ଚାଲିବ। ମୁଁ ପଣିଆ ଆସିବ ନାହିଁ, ନିମିତ୍ତ ପଣିଆ ମନେ ରହିବ। ଏହିଭଳି ସେବାଧାରୀଙ୍କୁ ସେବାର ପ୍ରତିଦାନରେ ସର୍ବ ଆତ୍ମାମାନଙ୍କର ଆଶୀର୍ବାଦର ଅଧିକାର ପ୍ରାପ୍ତ ହୋଇଯାଇଥାଏ। ଆଜିର ସ୍ଲୋଗାନ, ସାଧନର ଆକର୍ଷଣ ସାଧନାକୁ ଖଣ୍ଡିତ କରିଦିଏ। ସାଧନର ଆକର୍ଷଣ ସାଧନାକୁ ଖଣ୍ଡିତ କରିଦିଏ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା, ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। ଅନ୍ତର୍ମୁଖୀ ଆତ୍ମାମାନେ 3 ପ୍ରକାରର ଭାଷାର ଅନୁଭବୀ ହୋଇଥାନ୍ତି। 1ରେ ନୟନର ଭାଷା, 2ରେ ଭାବନାର ଭାଷା, 3ରେ ସଂକଳ୍ପର ଭାଷା। ଏହି 3 ପ୍ରକାରର ଭାଷା ଆତ୍ମିକ ଯୋଗୀ ଜୀବନର ଭାଷା ଅଟେ। ଯେତେ ଯେତେ ତୁମେ ଅନ୍ତର୍ମୁଖୀ ସୁଇଟ୍ ସାଇଲେନ୍ସ ଅର୍ଥାତ୍ ଗହନ ଶାନ୍ତିର ସ୍ୱରୂପରେ ସ୍ଥିତ ହୋଇ ଚାଲିବ, ସେତିକି ସେତିକି ଏହି 3ଟି ଭାଷା ଦ୍ୱାରା ସର୍ବ ଆତ୍ମାମାନଙ୍କୁ ଅନୁଭବ କରାଇପାରିବ। ତେଣୁ ଏବେ ଏହି 3ଟି ଭାଷାର ଅଭ୍ୟାସୀ ହୁଅ। ଓମ୍ ଶାନ୍ତି।